ଜାତୀୟ ଉଠା ଦୋକାନ ଦିବସ ଆଜି ନିଶ୍ଚିତ ଭାବରେ ଯେଉଁମାନେ ଆମର ଅର୍ଥନୀତିକୁ ଯେଉଁମାନେ ଛୋଟ ମୋଟ ଦୋକାନ ବ୍ୟବସାୟ କରିକିରି ଯେଉଁମାନେ ଅର୍ଥନୀତିକୁ ପରିପୃଷ୍ଟ କରୁଛନ୍ତି ଭୁବନେଶ୍ୱର ହଉ ବା ଯେକୌଣସି ସହରରେ ସେମାନଙ୍କର ଆବଶ୍ୟକତା ସବୁବେଳେ ରହିଛି। ତେଣୁ ସେମାନଙ୍କର ସୁରକ୍ଷା ସେମାନେ କିଭଳି ଭାବରେ ଜୀବନ ଜୀବିକା ନିର୍ବାହ କରିପାରିବେ ସରକାର ସବୁବେଳେ ସଚେତନ ଅଛନ୍ତି ସେଥିପାଇଁ। ଏବଂ ଗତକାଲି ମଧ୍ୟ ଏ ସମ୍ବନ୍ଧରେ ଆମେ ମାନ୍ୟବର ଆମର ସହରାଞ୍ଚଳ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହିତ କଥା ହେଇଛୁ। ଆମର ବିଧାୟକ ବାବୁ ସିଂ ମହୋଦୟ ଥିଲେ, ଜଗନ୍ନାଥ ପ୍ରଧାନ ଅବନେତା, ଆମେ 3 ଜଣ ବସି କାଲି ରାତିରେ 1 ଘଣ୍ଟା କାଳ ଏମାନଙ୍କର ଜୀବନ ଜୀବିକା ସୁରକ୍ଷା ଦେବା ପାଇଁ ଆମେ କଥା ହେଇଥିଲୁ। କିନ୍ତୁ ବେଳେ ବେଳେ ବି ଦୁର୍ଘଟଣା ହେଉଛି, ଯେମିତି ଆଜି ଭୋରରୁ 1 ନମ୍ବର ହାଟରେ ଯେମିତି ଦୁର୍ଘଟଣା ହେଇଛି। ତେଣୁ ତାକୁ ଆଖି ଆଗରେ ରଖି କେଉଁଭଳି ଭାବରେ ସେମାନଙ୍କୁ ସୁରକ୍ଷା ଦେଇହେବ, ସେମାନଙ୍କୁ ଯେଉଁଠୁ ରାସ୍ତା ହଉ ବା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ଯେତେବେଳେ ଉଚ୍ଛେଦ ହେଉଛି ସେମାନଙ୍କୁ ମଧ୍ୟ ତାର କେଉଁଭଳି ଭାବେ ବିକଳ୍ପ ଦେଇହେବ ସେଥିପାଇଁ ମଧ୍ୟ ସରକାରଙ୍କ ସହିତ ଆଲୋଚନା ହେଇଛି। ସେମାନେ ରହିବେ, ସେମାନଙ୍କର ଆବଶ୍ୟକତା ସହରରେ ରହିଛି, କିନ୍ତୁ ସହରର କ୍ରମବର୍ଦ୍ଧିଷ୍ଟୁ ଲୋକ ସଂଖ୍ୟା ଏବଂ ତାର ଉନ୍ନତିକୁ ଆଖି ଆଗରେ ରଖି ସରକାର ବିଭିନ୍ନ ପ୍ରକାର ନିଷ୍ପତ୍ତି ବି ନେଉଛନ୍ତି। କିନ୍ତୁ ସେମାନଙ୍କର ଉଠା ଦୋକାନୀ ଭାଇ ଭଉଣୀ ମାନଙ୍କର ସ୍ୱାର୍ଥ କେମିତି ବ୍ୟାହତ ନ ହେବ ସରକାର ସର୍ବଦା ସଚେତନ ଅଛନ୍ତି। ଏବଂ ଆମେ ଆଶା କରିବା ସରକାରଙ୍କର ଯେଉଁ ସବୁ ନୂତନ ଯେଉଁ ସବୁ ନୀତି ରହିଛି ସହରାଞ୍ଚଳ ବିକାଶ ପାଇଁ ଭୁବନେଶ୍ୱର ବିଶେଷ କରି ମାନନୀୟ ମୁଖ୍ୟମନ୍ତ୍ରୀ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିରାଟ ସି ଚେଞ୍ଜ ପରିବର୍ତ୍ତନ କଲା ଭଳି ମାନନୀୟ ମୁଖ୍ୟମନ୍ତ୍ରୀଙ୍କର ରହିଛି ଏଥିରେ କରିବାର। ଖୁବ କମ ଦିନ ତଳେ 20 କୋଟି ଟଙ୍କା ପାଣି ଏବଂ ଫାୟାର ସେଫ୍ଟି ପାଇଁ ମଧ୍ୟ ପ୍ରଦାନ କରାଯାଇଛି। ଆହୁରି ଆଗକୁ ନିଶ୍ଚିତ ଭାବରେ ଅଧିକ ଖର୍ଚ୍ଚ କରି ସହରର ବିକାଶ ହେବ, ଉଠା ଦୋକାନୀ ମାନେ ବି ରହିବେ, ସମାନ୍ତରାଳ ଭାବରେ ସେମାନଙ୍କର କେମିତି ଜୀବନ ଜୀବିକା ବ୍ୟାହତ ନ ହେବ ସରକାର ସଚେତନ ଅଛନ୍ତି। ଆଜିର ଦିବସରେ ସେମାନେ କେମିତି ଭଲରେ ରହିବେ ସରକାରଙ୍କୁ ସହିତ ଆମେ ତାଙ୍କ ସହିତ କଥା ହେଇକିରି ତାଙ୍କର ଯାହା ଭଲ ମନ୍ଦରେ ଆମେ ତାଙ୍କ ସହିତ ରହିବୁ ବୋଲି ପ୍ରତିଶ୍ରୁତି ଦେଇଛୁ।